ବାଲେଶ୍ୱର ଆଇଟିଆଇ ପଡ଼ିଆଠାରେ ବାଲେଶ୍ୱର ଚେମ୍ବର ଅଫ୍ ଇଣ୍ଡଷ୍ଟ୍ରିଜ୍ ଆଣ୍ଡ କମର୍ସ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଏକ୍ସପୋ ଓଡ଼ିଶା 2025ର ତୃତୀୟ ସନ୍ଧ୍ୟା ମହିଳା ଉଦ୍ୟୋଗୀଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବସ୍ତା ବିଧାୟିକା ସୁବାସିନୀ ଜେନା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ବିଧାୟିକା ଶ୍ରୀ ଜେନା ବକ୍ତବ୍ୟରେ କହିଥିଲେ, ଆତ୍ମନିର୍ଭରଶୀଳ ହେବା ଲାଗି ମହିଳାମାନେ ଯଥାସମ୍ଭବ ଉଦ୍ୟମ କରୁଛନ୍ତି ସତ, ହେଲେ ଏହି ଉଦ୍ୟମ ଆଶାଜନକ ହୋଇପାରୁନାହିଁ। ତେବେ କେନ୍ଦ୍ର ସରକାର ମହିଳା ଶିଳ୍ପୋଦ୍ୟୋଗୀମାନଙ୍କୁ ବ୍ୟାଙ୍କରୁ ବିନା ଜମି ବନ୍ଧକରେ ଅତି କମ୍ରେ 1 କୋଟି ଟଙ୍କାର ଋଣ ଦେବାର ନିୟମ କରିବା ନିମନ୍ତେ ଆବଶ୍ୟକ ରହିଛି ବୋଲି ବକ୍ତବ୍ୟରେ କହିବା ସହ ଏଭଳି ମହିଳା ଉଦ୍ୟୋଗୀଙ୍କ ପାଇଁ ଗୋଟିଏ ସନ୍ଧ୍ୟା ମଞ୍ଚ ଉତ୍ସର୍ଗ କରିଥିବାରୁ ଆୟୋଜକ ବିସିସିଆଇଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ମହିଳା ଆଇପିଏସ୍ ଅର୍ଚ୍ଚିତା ମିତ୍ତଲ, ବାଲେଶ୍ୱର ପୌର ଅଧ୍ୟକ୍ଷା ସବିତା ସାହୁ, ତୁଷି ମୋଟର ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ପ୍ରୀତିପଲ୍ଲବୀ ପଟ୍ଟନାୟକ, ଅଶ୍ୱିନୀ ହସ୍ପିଟାଲ ଡାଇରେକ୍ଟର ସୁମା ଦେବୀ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଆବାହକ ସୁପ୍ରତି ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ସହ ଆବାହକ କ୍ରିଷ୍ଣା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଉଦ୍ୟୋଗୀ ମହିଳାମାନଙ୍କ ତରଫରୁ ରାମ୍ ଶୋ ଅନୁଷ୍ଠିତ ହୋଇଥିଲା।